प्रेज लॉर्ड प्रेमना प्रभुଙ୍କ ଲୋକମାନେ ଭାଇ ଓ ଭଉଣୀମାନେ ଆଜି ଶୁଭ ସକାଳର ପରମେଶ୍ୱରଙ୍କ ଦାନ। ଆଜି ଶୁଭ ସକାଳ ସମୟରେ ପରମେଶ୍ୱର ଆମ ସାଥିରେ ମୁଖାମୁଖିରେ କଥା ହେବାକୁ ଚାହୁଁଛନ୍ତି। ପ୍ରେମନା ଭାଇ ଓ ଭଉଣୀମାନେ ଶୁଣିଥିବା ପ୍ରତ୍ୟେକ ଲୋକମାନଙ୍କୁ ପ୍ରଭୁଙ୍କ ନାମରେ ଆପଣମାନଙ୍କୁ ମୁଁ ଜଣାଉଛି। ବାକ୍ୟ ନିମନ୍ତେ ଯିବା ପୂର୍ବରୁ ଆମେ ଛୋଟ ପ୍ରାର୍ଥନା କରିବା। ପ୍ରାର୍ଥନା କରିକି ଆମେ ବାକ୍ୟ ନିମନ୍ତେ ଯିବା। ଶୁଣୁଥିବା ପ୍ରତ୍ୟେକ ଲୋକମାନେ ଆଖି ବୁଝାନ୍ତୁ, ପ୍ରାର୍ଥନା କରିବା। हे प्रियमणा पिता परमेश्वर, राजा मानक राजा, प्रभु मानक प्रभु, सदा प्रभु परमेश्वर पवित्र आत्मा जीशु बापा, यही समय मत तुम्हें वाक्य कहवा तुम्हें तुम कृपा देछ बोलिक मैं तुमको धन्यवाद जनाऊँ। राजा मोर बल द्वारा नहीं, शक्ति द्वारा नहीं, ज्ञान द्वारा नहीं, केवल तुम आत्मा द्वारा मत चलई नियंतु। तुम ज्ञान मत दिंतु, तुम बल तुम शक्ति मत दिंतु, सीमा अभिषेक मत कर दिंतु। राजा मोशा साथ रहा परी मो साथ रुहतु। इस्राएल लोक मान मुखामुखी कथा परी आज प्रत्येक लोक जो मैंने शुणुं से मुखामुखी कथा से बल शक्ति अभिषेक दिंतु, दर्शन दिंतु। जीशु का नाम रे प्रार्थना करुछि, आमेन। शुणुता प्रत्येक लोक भाई भौणी मैंने सर्वप्रथमे श्रद्धा प्रभु परमेश्वर को मु धन्यवाद जनाऊँगी। आसवा शुणुवा प्रत्येक लोक मान प्रभु नाम आपण मु प्रेज द लॉर्ड जनाऊँगी। हालेलुया। प्रभु नाम रे महिमा हो, गौरव प्रशंसा हो। हालेलुया। आसिया प्रत्येक लोक माने बाइबल खोलंतु। आ पवित्र बाइबल पवित्र आत्मा आम साथ मुखामुखी कथा होती। आम कौन कथा होती प्रभु सन्निधि आम जाना। पुस्तक आनी लोक मैंने पुस्तक प्रति वाक्य लिखु। अन्य व्यक्ति कहवाई प्रभु आपण को साहाय्य कर। हालेलुया। प्रियमना प्रभु लोक मैंने आज प्रसंगटी मंदरु किमिति आमे उद्धार पाइबा। आ मंदर थिला समय में आमको कौ व्यक्ति आमको उद्धार करि परिबो बा क्यों प्रभु हमको उद्धार करिवे, प्रभु हमको किपरि उद्धार करिवे, आमे सही प्रसंग मु कहबाकू चाहूँगी। भाई भौणी माने वाक्य कहला समय तुम ध्यान दियंतु। प्रभुंकर वाक्य श्रद्धार शुणु, आसक्ति शुणु। प्रभु तुम मान जीवन में मंगल करेंगे, आमेन। प्रथम वंशावली 4 अध्याय 10 पद पढ़ुछि, ध्यान दियंतु। मात्र यही जाबेस इस्राएल परमेश्वर को निकट रे प्रार्थना करी कहला। ये जाबेस इस्राएल परमेश्वर को निकट रे प्रार्थना करी ताको गुहारी कहउछंती। आहा या जेपरी आम दुखर कारण न हुए, एथिपाई तुम्बे आमको नितांत आशीर्वाद कर, आंब सीमा वृद्धि कर और तुम हस्त आमर सहाय हो। पुणी तुम्हें आमको मंदरु रक्षा कर। ताहिरे परमेश्वर ताहार निवेदित विषय ताहाको प्रदान कले। हालेलुया। प्रियमना प्रभु लोक माने जाबेस गोटे व्यक्ति प्रभु को सन्निधि रे प्रार्थना करुछंती। कौन करुछंती? प्रार्थना करुछंती। ताकि किपरि प्रार्थना करुछंती? प्रभु को सन्निधि रे मागुछंती नितांत आशीर्वाद कर, नितांत आशीर्वाद कर, मोर सरीहाद अधिक कर, ना को ए दुख
ମୋ ନିକଟକୁ ନ ଆସୁ ବୋଲିକି ପ୍ରଭୁଙ୍କ ସନ୍ନିଧିରେ ଯାବେଶୁ ପ୍ରାର୍ଥନା କରୁଛନ୍ତି। ଭାଇ ଭଉଣୀମାନେ ତାଙ୍କ ମନ୍ଦରେ ଥିଲା ସମୟରେ ପ୍ରଭୁଙ୍କ ସନ୍ନିଧିରେ ଏପରି ପ୍ରାର୍ଥନା କରୁଛନ୍ତି। ପ୍ରଭୁଙ୍କ ଲୋକମାନେ ଯାବେଶଙ୍କ ପ୍ରଭୁ ଆପଣମାନେ ମଧ୍ୟ ପ୍ରାର୍ଥନା କଲେ ମୋ ପ୍ରଭୁ ଏ ନୂତନ ବର୍ଷ ସୁନିଶ୍ଚିତ ତୁମମାନଙ୍କର ପ୍ରାର୍ଥନା ଶୁଣିବେ ବୋଲି ମୋ ପ୍ରଭୁ କହୁଛନ୍ତି। ହାଲେଲୁୟା। ଓ ତ ଆମେ ପ୍ରାର୍ଥନା କିପରି କରିବା? ଆତ୍ମାରେ ପ୍ରାର୍ଥନା କରିବା। ଯାବେଶୁ ଆତ୍ମାରେ ପ୍ରଭୁଙ୍କ ସନ୍ନିଧିରେ ପ୍ରାର୍ଥନା କରିବା ନିମନ୍ତେ ତାଙ୍କର ନିବେଦ ଶୁଣିଛନ୍ତି। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ତୁମେ ମଧ୍ୟ ଆପଣମାନେ ମଧ୍ୟ ଆତ୍ମାରେ ବଳରେ ମନରେ ପ୍ରାର୍ଥନା କଲେ ତୁମମାନଙ୍କ ପ୍ରାର୍ଥନା ମଧ୍ୟ ମୋ ପ୍ରଭୁ ଶୁଣିବେ। ହାଲେଲୁୟା। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ ଅନେକ ଲୋକମାନେ ପ୍ରାର୍ଥନା କରୁଛନ୍ତି, ପ୍ରାର୍ଥନାର ଆନ୍ସର ପାଉନାହାନ୍ତି। ଅନେକ ବ୍ୟକ୍ତି ପ୍ରାର୍ଥନା କରୁଛନ୍ତି, ତାର ଜବାବ ପାଇପାରୁନାହାନ୍ତି। ଅନେକ ଲୋକମାନେ ସଦାପ୍ରଭୁ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ମାତ୍ର ତାଙ୍କ ଜୀବନରେ ଆଶୀର୍ବାଦ ଦେଖିପାରୁନାହାନ୍ତି ବା ଉତ୍ତମ କାର୍ଯ୍ୟ ଦେଖିପାରୁନାହାନ୍ତି। ଭାଇ ଭଉଣୀମାନେ ଯାବେଶୁ ଯେପରି ପ୍ରାର୍ଥନା କରୁଛନ୍ତି ପ୍ରଭୁଙ୍କ ନିକଟରେ ଆପଣମାନେ ସେପରି ଯାବେଶଙ୍କ ଉପରେ ପ୍ରାର୍ଥନା କଲେ ମୋ ପ୍ରଭୁ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲର ପରମେଶ୍ୱର ତୁମମାନଙ୍କ ପ୍ରାର୍ଥନା ଶୁଣିବେ। ହାଲେଲୁୟା। ଆଉ ଗୋଟିଏ ଭକ୍ତ ଅଛନ୍ତି ଆଗରୁ ମଧ୍ୟ ନାମ ଆପଣମାନେ ଶୁଣି ନଥିବେ। ଯେଉଁମାନେ ଜାଣିଛନ୍ତି ନାମ ଧ୍ୟାନ ଦିଅନ୍ତୁ। ଯେଉଁମାନେ ଶୁଣି ନାହାନ୍ତି ଆଗରୁ ନାମ ମୁଁ କହୁଛି ଶୁଣନ୍ତୁ। ଆଗରୁ କିପରି ପ୍ରଭୁଙ୍କ ସନ୍ନିଧିରେ ପ୍ରାର୍ଥନା କରୁଥିଲେ? ହିତୋପଦେଶ 30 ଅଧ୍ୟାୟ 7 ପଦ। ହିତୋପଦେଶ 30 ଅଧ୍ୟାୟ 7 10 ପଦ ପଢ଼ିବା। ହିତୋପଦେଶ 7 ଅଧ୍ୟାୟ 30 ଅଧ୍ୟାୟ 7 9 ତକ ପଢ଼ିବା। ହିତୋପଦେଶ 7 30 ଅଧ୍ୟାୟ 7 9 ପଢ଼ୁଛି, ଶୁଣନ୍ତୁ, ଧ୍ୟାନ ଦିଅନ୍ତୁ, ବାକ୍ୟ ସଦା ଶୁଣନ୍ତୁ। ମୁଁ ତୁମ ନିକଟରେ ଏଇ 2 ବର ମାଗୁଅଛି, ମୁଁ ମରିବା ପୂର୍ବରୁ ତାହା ମୋତେ ଦେବାକୁ ଅସମ୍ମତ ହୁଅ ନାହିଁ। ଏ ଆଗରୁ ପ୍ରାର୍ଥନା କରି କହୁଛନ୍ତି, ମୁଁ ତୁମ ନିକଟରେ ଏଇ 2ଟା ବର ମାଗୁଛି, ମୁଁ ମରିବା ପୂର୍ବରୁ ତାହା ମୋତେ ଦେବାକୁ ଅସମ୍ଭବ ହୁଅ ନାହିଁ। ଅସାରତା ମିଥ୍ୟା କଥା ମୋ ଠାରୁ ଦୂର କର। ଇଏ ଆଗରୁ ପ୍ରଭୁଙ୍କ ସନ୍ନିଧିରେ 2ଟା ବର ମାଗୁଛନ୍ତି। କ'ଣ ବେଲେ? ଏକ, ଅସାରତା ମିଥ୍ୟା କଥା ମୋ ଠାରୁ ଦୂର କର। ମୋତେ ଦରିଦ୍ରତା କି ଧନ ଦିଅ ନାହିଁ। ମୋ ପଡ଼ିର ଭାଗ ଦେଇ ମୋତେ ପ୍ରତିଷଣ କର, ନହେଲେ ମୁଁ ପରିତୃପ୍ତ ହୋଇ ତୁମକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ ବା ଦରିଦ୍ର ହେଲି ଚୋରି କରି ଆପଣା ପରମେଶ୍ୱର ନାମ ମିଥ୍ୟା ନେବି। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ଇଏ ଆଗୁର ପ୍ରଭୁଙ୍କ ସନ୍ନିଧିରେ ପ୍ରାର୍ଥନା କରୁଛନ୍ତି, ଆତ୍ମାର ପ୍ରାର୍ଥନା କରୁଛନ୍ତି, ମାଗୁଛନ୍ତି, ହେ ସଦା ପରମେଶ୍ୱର ଯୀଶୁ ପବିତ୍ର ଆତ୍ମା
ମୁଁ ତୁମ ସନ୍ନିଧିରେ ମୁଁ ପ୍ରାର୍ଥନା କରୁଛି, ବିନତି କରୁଛି, ମୋତେ ଦୁଇଟା ବର ମୋତେ ଦିଅ। ମୁଁ ନ ମରିବା ପୂର୍ବରୁ ମୋତେ ତୁମେ ଦିଅ ବୋଲିକି ମାଗୁଛି। ସେ ଦୁଇଟା ବର ହେଉଛି, ଆଗରେ କହୁଛି ଆଗରୁ କହୁଛନ୍ତି ମୋ ପାଟିରେ ମିଥ୍ୟା କଥା ନ ବାହାରୁ, ମୁଁ ମିଛ ନ କହେ, ମୁଁ ଦରିଦ୍ର ନ ହେବା ପୂର୍ବରୁ ଦରିଦ୍ର ବି କର ନାହିଁ। ପ୍ରିୟମରା ପ୍ରଭୁଙ୍କ ଲୋକମାନେ, ଇଏ କଥା କ'ଣ ପାଇଁ କହୁଛନ୍ତି ବେଲେ, ଦରିଦ୍ର ହେଲେ ଚୋରେଇବାକୁ ପଡ଼ିବ, ମିଛ କହିକି ଲୁଟିବାକୁ ପ୍ରଭୁଙ୍କୁ କିଏ ବୋଲିକି ପ୍ରଶ୍ନ ପଚାରିବେ ବୋଲିକି ତାଙ୍କ ହୃଦୟରେ ଭୟ ରହିଛି। ଆଗରୁ ପ୍ରଭୁଙ୍କ ସନ୍ନିଧିରେ କହୁଛି, ମୋତେ ଏ ଘଟଣା ନ ଘଟିବା ପୂର୍ବରୁ ମୋତେ ଦୁଇଟା ବର ମୋତେ ଅନୁଗ୍ରହ କର। ପ୍ରିୟମରା ପ୍ରଭୁଙ୍କ ଲୋକମାନେ, ମୋ ପାଟିର ଅସୁବିଧା କଥା ରଖ ନାହିଁ। ଦୁଇ ହେଲା, ଧନ ମୋତେ ଲୋଡ଼ା ନାହିଁ। ପ୍ରିୟମରା ପ୍ରଭୁଙ୍କ ଲୋକମାନେ, ଆଗୁରର ପରି ପ୍ରାର୍ଥନା ଆମେ ଯଦି କରିବା, ଆଗୁର ପ୍ରାର୍ଥନା ମୋ ପ୍ରଭୁ ଉତ୍ତର ଦେଲା ପରି ସଦାପ୍ରଭୁ ପରମେଶ୍ୱର ଆପଣମାନଙ୍କୁ ଆଜି ଶୁଭ ସକାଳ ସମୟରେ ଆପଣମାନଙ୍କୁ ଉତ୍ତର ଦେବେ କହୁଛନ୍ତି। ମଥାଉ ସୁସମାଚାର 7:7 ଲେଖା ଅଛି, ମାଗ ତମକୁ ଦିଆଯିବ। ଆଗୁର ପ୍ରଭୁଙ୍କ ସନ୍ନିଧିରେ ମାଗିବା ଠାରୁ ପ୍ରଭୁ ଆଗୁରକୁ ଅନୁଗ୍ରହ ଦେଇଛନ୍ତି। ପ୍ରିୟମନା ଭାଇ ଓ ଭଉଣୀମାନେ, ଶୁଣୁଥିବା ପ୍ରତ୍ୟେକ ଲୋକମାନଙ୍କୁ ସଦାପ୍ରଭୁ ପରମେଶ୍ୱର କହୁଛନ୍ତି, ତୁମେ ଆଗୁରର ପରି ମାଗ, ମୁଁ ଅନୁଗ୍ରହ କରିବି। ପ୍ରିୟମନା ପ୍ରଭୁଙ୍କ ଲୋକମାନେ, ଚାଲନ୍ତୁ ଦେଖିବା ଯାତ୍ରା ପୁସ୍ତକ 34 ଅଧ୍ୟାୟ 9 ପଦ। ଯାତ୍ରା ପୁସ୍ତକ 34 ଅଧ୍ୟାୟ 9 ପଦ ଦେଖନ୍ତୁ, ପଢୁଛି। ପ୍ରଭୁ, ମୁଁ ଯେବେ ତୁମ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ତେବେ ବିନୟ କରୁଅଛି, ପ୍ରଭୁ ଆମ୍ଭମାନଙ୍କର ମଧ୍ୟବର୍ତ୍ତୀ ହୋଇ ଗମନ କରନ୍ତୁ, କାରଣ ଏମାନେ ଶକ୍ତିଗ୍ରୀବ ଲୋକ, ଆଉ ଆମ୍ଭମାନଙ୍କର ଅପରାଧ ପାପ ମୋଚନ କରି ଆପଣା ଅଧିକାରସ୍ଥ ଆମ୍ଭମାନଙ୍କୁ ଗ୍ରହଣ କରନ୍ତୁ। ପ୍ରିୟମରା ପ୍ରଭୁଙ୍କ ଲୋକମାନେ, ସଦାପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆମ ମଝିରେ ତୁମେ ଗମନାଗମନ କରନ୍ତୁ, ଆମ ସାଥିରେ ତୁମେ ଆସନ୍ତୁ। ପ୍ରିୟମରା ପ୍ରଭୁଙ୍କ ଲୋକମାନେ, ଅନେକ ଲୋକମାନେ ସଦାପ୍ରଭୁକୁ ତୁମର ଜୀବନରେ ସଫଳ ନ ହେବା କାରଣ ଏହିକି ଯେ ସଦାପ୍ରଭୁ ତୁମ ପାଖରେ ନାହାନ୍ତି। ସେ କହୁଛନ୍ତି, ତାଙ୍କର ଯିବା ସମୟରେ, ଯେଉଁ ଜାଗାକୁ ଯିବା ସମୟରେ ସଦାପ୍ରଭୁଙ୍କୁ ମଝିରେ ରଖୁଛନ୍ତି, କହୁଛନ୍ତି, ମହିଷେ ତୁମେ ମୋ ଆଗରେ ଆସ, ମୁଁ ପଛରେ ଯିବି ବୋଲିକି ପ୍ରଭୁଙ୍କ ସନ୍ନିଧିରେ ପ୍ରାର୍ଥନା କଲା ପରି, ମହିଷଙ୍କ ପ୍ରାର୍ଥନା ମୋ ପ୍ରଭୁ ଉତ୍ତର ଦେଲା ପରି ଆପଣମାନଙ୍କର ପ୍ରାର୍ଥନା ମଧ୍ୟ ମୋ ପ୍ରଭୁ ଉତ୍ତର ଦେବାକୁ ରାଜି ଅଛନ୍ତି। ଭାଇ ଭଉଣୀମାନେ, ମୁଁ ସମାପ୍ତ କରିବାକୁ ଆସିଅଛି, ମୁଁ ସମାପ୍ତ କରୁଛି। ବେଶୀ ଧ୍ୟାନ ଦିଅନ୍ତୁ। ଆଗୁର ପ୍ରାର୍ଥନା ଶୁଣିଲା ପରି, ଯାବେଶଙ୍କ ପ୍ରାର୍ଥନା ଶୁଣିଲା ପରି, ମହିଷଙ୍କ ପ୍ରାର୍ଥନା ଶୁଣିଲା ପରି, ଆଜି ଶୁଭ ସକାଳର ନୂତନ ବର୍ଷ ସମୟରେ ସଦାପ୍ରଭୁ ପରମେଶ୍ୱର ତୁମମାନଙ୍କ ପ୍ରାର୍ଥନା ଶୁଣିବେ ବୋଲି କହୁଛନ୍ତି। ତାପରେ ତୁମେ ବିନତି କରିବାକୁ ପଡ଼ିବ, ଅନୁରୋଧ କରିବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ। ଯାବେଶ ଯେପରି ପ୍ରାର୍ଥନା କରୁଥିଲେ ଆତ୍ମାରେ, ସେପରି ତୁମେ ପ୍ରାର୍ଥନା କଲେ ମୋ ପ୍ରଭୁ ତୁମମାନଙ୍କୁ ତାଙ୍କର କୃପା ଅନୁଗ୍ରହ ତୁମ ଉପରେ କରିବେ, ସମତୃପ୍ତିବାରେ ତୁମକୁ ଆଶ୍ଚର୍ଯ୍ୟ କରିବେ ବୋଲି ପ୍ରଭୁ କହୁଛନ୍ତି। ପ୍ରିୟମନା ଭାଇ ଓ ଭଉଣୀମାନେ, ଏହି ବାକ୍ୟ ତୁମମାନଙ୍କର ହୃଦୟରେ ସ୍ଥିର ରହୁ। ଏହି ବାକ୍ୟ ଦ୍ୱାରା ଆପଣମାନେ ଜୀବନଯାପନ କରିବାକୁ ମୋ ସଦାପ୍ରଭୁ ପରମେଶ୍ୱର କୃପା ଅନୁଗ୍ରହ ଦିଅନ୍ତୁ। ତୁମମାନେ, ତୁମ ପରିବାର, ତୁମମାନେ, ତୁମ ପିଲାମାନେ ମଙ୍ଗଳ ଆଶୀର୍ବାଦ ପାଆନ୍ତୁ। ଯୀଶୁଙ୍କ ନାମରେ ମାଗି କହୁଛି, ହାଲେଲୁୟା। ପ୍ରିୟମାନେ ପ୍ରଭୁଙ୍କ ଲୋକମାନେ, ପ୍ରଭୁଙ୍କ ନାମରେ ଆପଣମାନଙ୍କୁ ମଧ୍ୟ ମୁଁ ପ୍ରେଜ୍ ଜଣାଉଛି, ହାଲେଲୁୟା।